କିନ୍ତୁ ଏପ୍ରିଲ 1 ରୁ ଏପ୍ରିଲ 14 ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ହେଉଛି ଏବଂ ପ୍ରତ୍ୟେକ ଦିନକୁ ଆମେ ଗୋଟିଏ ଗୋଟିଏ ଓଡ଼ିଆତ୍ୱ ଆଧାରିତ ବିଷୟବସ୍ତୁ ପ୍ରତି ସମର୍ପିତ କରିଛୁ। ଏ ପରିପ୍ରେକ୍ଷୀରେ ଆଜି ଆମର ପାଳନ କରାଯାଉଛି ଓଡ଼ିଆରେ ନାମଫଳକ ସଚେତନତା ପଦଯାତ୍ରା। ସାରା ରାଜ୍ୟରେ ରାଜ୍ୟ ଶ୍ରମ କର୍ମଚାରୀ ବୀମା ବିଭାଗ ଦ୍ୱାରା ଏ କାର୍ଯ୍ୟକ୍ରମର ନେତୃତ୍ୱ ସେମାନେ ନେଉଛନ୍ତି। ନାମଫଳକ ସଚେତନତା ଯେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ଅଛି, ସରକାରୀ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ପର୍ଯ୍ୟନ୍ତ ଅଛି, ତାର ନାମଫଳକ ଓଡ଼ିଆରେ ହେଉ ଏଥିପାଇଁ ସଚେତନତା ସୃଷ୍ଟି କରିବାର ଏ ଓଡ଼ିଆ ପକ୍ଷ ଭିତରେ ଗୋଟିଏ ଦିନ ଲକ୍ଷ୍ୟ ରଖାଯାଇଛି। ମାନ୍ୟବର ମୁଖ୍ୟମନ୍ତ୍ରୀ ମଧ୍ୟ ତାହାର ଆହ୍ୱାନ ଏଥର ଦେଇଛନ୍ତି। ଗତ ବର୍ଷ ମଧ୍ୟ ଓଡ଼ିଆ ପକ୍ଷରେ ଆଜିର ଦିନଟିକୁ ଆମେ ସମର୍ପିତ କରିଥିଲୁ ଏଥିପାଇଁ ଏବଂ ଏଥର ମଧ୍ୟ ଦିଆଯାଉଛି। ଏବଂ ଆପଣମାନଙ୍କ ମାଧ୍ୟମରେ ମୁଁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ସମସ୍ତ ବେସରକାରୀ ଅନୁଷ୍ଠାନ, ସରକାରୀ ଅନୁଷ୍ଠାନକୁ ଅନୁରୋଧ କରୁଛି ସମସ୍ତେ ଓଡ଼ିଆରେ ନିଜର ନାମଫଳକ ଲେଖିବାର ପ୍ରୟାସ କରିବେ। ନିଶ୍ଚିତ ଭାବରେ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର କର୍ତ୍ତବ୍ୟ ସଚେତନତା ସୃଷ୍ଟି କରିବା। ସେଥିପାଇଁ ଏନଫୋର୍ସମେଣ୍ଟ ପାଇଁ ମଧ୍ୟ ଲେବର ଆଉ ଇଏସ୍ଆଇ ଡିପାର୍ଟମେଣ୍ଟ ପାଖରେ ଅଛି, ସେମାନେ ମଧ୍ୟ ଏନଫୋର୍ସମେଣ୍ଟ କରୁଛନ୍ତି। କିନ୍ତୁ ସବୁ କଥାକୁ ଆମେ ନାଲି ଆଖି ଦେଖେଇ ବା କାଗଜରେ ନାଲିଗାର ପକେଇ କରିପାରିବା ନାହିଁ ଯେତେ ପର୍ଯ୍ୟନ୍ତ ଏ ଗୋଟେ ଜନ ଆନ୍ଦୋଳନରେ ବା ସମସ୍ତଙ୍କର ଦଳ ମତ ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କର ସମାଜର ସହଯୋଗ ନ ମିଳିଛି। ତେଣୁ ସର୍ବପ୍ରଥମେ ଏ ଗୋଟେ ସଚେତନତା ଆଧାରରେ ଆମେ ଏ କାର୍ଯ୍ୟକ୍ରମ କରୁଛୁ। ଚୂଡ଼ାନ୍ତ ପର୍ଯ୍ୟାୟରେ ଅଛି। ତା ସହିତ ବିଶ୍ୱବିଦ୍ୟାଳୟ ମାନଙ୍କରେ ଆମେ ଯେଉଁ ଇତିମଧ୍ୟରେ ରାଜ୍ୟସଭାରେ ବିଲ୍ଟି ପାସ୍ କରାଯାଇଛି, ଯେତେ ପାଖାପାଖି 1400 ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ପ୍ରଫେସର ପଦବୀ ଖାଲି ଅଛି, ତାହାକୁ ଯେଉଁ ରିଜର୍ଭେସନକୁ ଆମେ ୟୁନିଟ୍ ନେଇଛୁ ବିଶ୍ୱବିଦ୍ୟାଳୟକୁ, ଆଗରୁ ବିଭାଗକୁ ୟୁନିଟ୍ ଆକାରରେ ନିଆଯାଉଥିଲା, ଯଦ୍ୱାରା କି ଧରାଯାଉ ଗୋଟେ ବିଶ୍ୱବିଦ୍ୟାଳୟରେ 20ଟି ବିଭାଗ ଅଛି, 20ଟି ବିଭାଗରେ ଆମେ ଗୋଟିଏ ଗୋଟିଏ ପ୍ରଫେସର ପଦବୀ ଖାଲି ଅଛି। ଏ ଗୋଟିଏ ଗୋଟିଏ ପ୍ରଫେସର ପଦବୀ ଉପରେ ରିଜର୍ଭେସନ ଲାଗିପାରୁନଥିଲା। କାହିଁକି ନା ଏସ୍ସି ବିସି ଏସ୍ଟି ଏସ୍ସି ଆରକ୍ଷଣ ଗୋଟିଏ ଗୋଟିଏ ଉପରେ ଲାଗିପାରୁନଥିଲା। ଆମେ କ'ଣ କହିଲୁ ନା ଗୋଟିଏ ଗୋଟିଏରେ ଲଗେଇବା ନାହିଁ, ଆମେ ପୁରା ବିଶ୍ୱବିଦ୍ୟାଳୟର ସବୁ ବିଭାଗକୁ ଏକା ସାଙ୍ଗରେ ନେଇଯିବା। ଅର୍ଥାତ୍ 20ଟି ବିଭାଗର 20ଟି ପ୍ରଫେସରକୁ ଗୋଟେ ୟୁନିଟ୍ ଭାବରେ ନିଆଗଲା ଏବଂ ତାଙ୍କ ଉପରେ ରିଜର୍ଭେସନ ଲାଗିବ, ରୋଷ୍ଟର ୱାଇଜ ଲାଗିବ, ରୋଷ୍ଟର ୱାଇଜ ଲାଗିବ। ଲାଗି ସାରିଲା ପରେ ଏଥିରେ ସମାଜର ସବୁ ବର୍ଗ ଠିକ ଭାବରେ ପ୍ରତିନିଧିତ୍ୱ କରିପାରିବେ। ଅନରିଜର୍ଭ କ୍ୟାଟେଗୋରୀ ସୁପ୍ରିମକୋର୍ଟଙ୍କ ନିୟମାବଳୀକୁ ଆମେ ଷ୍ଟ୍ରିକ୍ଟଲି ଫଲୋ କରୁଛୁ। ତାହା 50%ରୁ ଅଧିକ ହେବ ନାହିଁ। ମହିଳାମାନଙ୍କ ପାଇଁ ମଧ୍ୟ ରିଜର୍ଭେସନ ରହିବ, ଦିବ୍ୟାଙ୍ଗମାନଙ୍କ ପାଇଁ ମଧ୍ୟ ରିଜର୍ଭେସନ ରହିବ ଏବଂ ଅନ୍ୟ ସରକାରୀ ଯାହା ରିଜର୍ଭେସନ ରିଜଲ୍ୟୁସନ ଗୁଡ଼ିକ ଅଛି ତାହାକୁ ମଧ୍ୟ ମାନିବୁ। ତା ସହିତ 1975 ORV ଯେଉଁ ଭ୍ୟାକେନ୍ସି ରିଜର୍ଭେସନ ଉପରେ ଆମର ଅଛି ବ୍ୟବସ୍ଥା, ତାହାକୁ ମଧ୍ୟ ମାନିକି ଇଏ ପାଖାପାଖି ଆଜିର ଦିନରେ 1450ରୁ ଅଧିକ ପଦବୀ ପାଇଁ ଆମେ ବିଶ୍ୱବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦେଇସାରିଛୁ। ଇଏ ଚୂଡ଼ାନ୍ତ ପର୍ଯ୍ୟାୟରେ ଏ ଯେଉଁ ବିଲ୍ଟି ଆଣିବାର ଆବଶ୍ୟକତା ଥିଲା, ଆମେ ତାହାକୁ ଆଣିଛୁ। କୁଳପତିଙ୍କ ଠାରୁ ଆରମ୍ଭ କରିକି ଆମର ଟିଚର ପର୍ଯ୍ୟନ୍ତ, ପ୍ରଫେସର, ଆସିଷ୍ଟାଣ୍ଟ ପ୍ରଫେସର, ଆସୋସିଏଟ୍ ପ୍ରଫେସର, ତା ସହିତ ଏସ୍ଏସ୍ବିକୁ ମଧ୍ୟ ଆମେ ନିର୍ଦ୍ଦେଶନାମା ଦେଇସାରିଲୁଣି। ଏସ୍ଏସ୍ବି ମଧ୍ୟ କେତେକ ବିଜ୍ଞପ୍ତି ବାହାର କରିଛି ଏବଂ ଆହୁରି ମଧ୍ୟ ବାହାର କରିବାକୁ ଯାଉଛି ବିଶ୍ୱବିଦ୍ୟାଳୟ ମାନଙ୍କରେ ନନ୍ ଟିଚିଂ ଷ୍ଟାଫ୍ ପାଇଁ। ଏବଂ ଗଭର୍ଣ୍ଣମେଣ୍ଟ କଲେଜ ମାନଙ୍କରେ ମଧ୍ୟ ଓପିଏସ୍ସିକୁ ଫାଷ୍ଟ କୋହର୍ଟ 385 ପାଇଁ ସେମାନେ, ମୁଁ ଆଶା କରୁଛି ଆସନ୍ତା ଜୁନ ଜୁଲାଇ ଭିତରେ 385 ଆସିଷ୍ଟାଣ୍ଟ ପ୍ରଫେସର ସେମାନେ ଗଭର୍ଣ୍ଣମେଣ୍ଟ କଲେଜ ମାନେ ନିଯୁକ୍ତି କରିବେ। ଆଉ 304 ପାଇଁ ମଧ୍ୟ ଆମେ ରିକ୍ୱେସନ ଦେଇସାରିଛୁ। ପ୍ରାୟ ଆଉ ଯେଉଁ ଏଡେଡ୍ କଲେଜ ଗୁଡ଼ିକ ରହିଲେ ଏସ୍ଏସ୍ବି ମାଧ୍ୟମରେ ତାଙ୍କର ନିଯୁକ୍ତି ହୁଏ, ତାହା ବର୍ତ୍ତମାନ କୋର୍ଟଙ୍କର ବିଚାରାଧୀନ ଅଛି। ସରକାର ମଧ୍ୟ ଆଶା ରଖୁଛନ୍ତି ଏବଂ ଚେଷ୍ଟା ବି କରୁଛନ୍ତି କେତେ ଜଲ୍ଦି ସିଏ ଗୋଟେ ନ୍ୟାୟିକ ପରିସର ମୁକ୍ତ ହେବ।